पुराण देवी महात्म्य आबर कथाए शुण कहूछि रे भाई सही देवीर महिमा अद्भुत टई बराह पुराणे मुहि शुणी अछि जाहा कहूछि संक्षेपे एबे तो आगरे ताहा महादेव बसिछन्ति दिने कैलासे प्रमथ गण अछन्ति तांको चौपासे एकाले ब्रह्मा सेठारे मिलिले क जाई आदर कले ताहांकु प्रमथ गोसाई पचारिले काहि पाई आसिअछ कह बोइले शिवंकु चाहि देव पितामह दुष्ट महिषासुर मरिब किपरि शुणी हर सुमरिले देव चक्रधारी गरुड़ पृष्ठरे विजे कले नारायण स्नेह मुह चाहा चोही हेले तिनि जण तिनिंक दृष्टिरु जात हेला एक नारी सर्वांग सुंदरी सेही अटई कुमारी श्वेत रक्ता कृष्ण बन्ना अटई से पुणी कुंचित केश ताहार किसे नीलमणि चतुर्दश ब्रह्मांडर किसे रूप राशि कपाल अति सुंदर मुख कि बाससी ब्रह्मा विष्णु महेश्वर देखि से कन्या को बोइले काहू आइलु किंपाई एठाकु कुमारी बोइले मुहि तुम्भर सकती तुम्भ दृष्टिरु संभूत होइली संप्रति तुम्भे चिन्हि न पारुछ पचारुछ मोते ब्रह्मा विष्णु महेश्वर शुणी तो सचिते बोइले त्रिकाल नाम होइला तोहर तिनि बने तिनि गोटी रूप तु गोधर तत्क्षणे तिनि रूपे होइला से उभा तिनि मूर्ति पाइले एकु एक शोभा श्वेत वर्ण कुमारी जे तहु गलागे श्वेत पर्वते बसी तप कला बेगे रक्त वर्णा कुमारी जे चारु शुभ्र केसी मंदर कंदर जाई तप कला बसी कृष्ण वर्णा जाई नील सरले मिशिला मन कमल को थापी घोर तप कला जेहु श्वेत वर्णा सेही ब्रह्मार सकती सेही देवी एकाक्षर सेही सरस्वती रक्तवर्णा कुमारी जे अटई वैष्णवी जेहु कृष्ण वर्णा सेही काल भैरवी श्वेत वर्णा देवीर जे महिमा तु शुण तपस्या रे गला तार बहु काल जान तप करू करू दिने टळिला ता चित्त कोटि कोटि कन्या हेले ता देहु संभूत ताहा देखि देवी कले से पर्वते घर पाचरी उआस कूप बांफी सरोवर सुंदर बगीचा मान कले ता भीतर रहिले कुमारी माने सुखे सही पूरे तहि रुकेते देवींक नाम तु हो शुण जेते कन्या तेते घर हेला तहि जान चंद्रकांति सूर्यकांति घृता चिउर्वशी विद्युत प्रभा विशालाक्षी धन्या चारुकेशी चंद्र प्रभा सूर्य प्रभा पिन पयोधारी मंजुकेशी शशि निजे सुजाता गंभीरी तरुमुखी गिरी सुता जया शिवदूती स्वयं प्रभा विभावर विजया जयंती आबर पराजिता एमाने प्रधान
ପାଶ ଅଙ୍କୁଶ ଶକତି ହସ୍ତେ ସରାସନ ବସିଛନ୍ତି ବୈଷ୍ଣବୀ ଦେବୀ ସିଂହାସନେ ସେବା କରୁଛନ୍ତି ତାଙ୍କୁ ଅନୁଚରୀ ମାନେ ଏକାଳେ ନାରଦ ଆସି ମିଳିଲେ ସେ ପୁରେ ଅପୂର୍ବ ଶୋଭା ତାହାର ଦେଖି ନୟନରେ ଆଶ୍ଚର୍ଯ୍ୟ ହୋଇ ଭିତରେ ପଶିଲେ ଯେ ମୁନି ଦେଖିଲେ ତହିଁ ଅଛନ୍ତି ଅସଂଖ୍ୟ କାମିନୀ ଏକୁ ଏକ ରୂପବତୀ ସୁନ୍ଦରୀ କୁମାରୀ ରତ୍ନ ସିଂହାସନେ ବସି ଅଛି ଏକ ନାରୀ ଯୋଗ ବଳେ ଜାଣିଲେ ବିଷ୍ଣୁର ଶକତି ତାହାଙ୍କ ପାଦେ ପ୍ରଣାମ କଲେ ମହାଜ୍ୟୋତି ମୁନିଙ୍କ ଦେବୀ ବହୁତ କଲେ ଗୌରବ ବୋଇଲେ ମୁନି ତୁମ୍ଭର ଅତୁଳ ପ୍ରଭାବ କଳି ପ୍ରିୟ ମୁନି ତୁମ୍ଭେ ଖୋଜୁଥାଅ କଳି କାହୁଁ କେମନ୍ତେ ଅଇଲେ ମନରେ କି ଭାଳି ବିଦ୍ୟୁତ ପ୍ରଭାକୁ ଚାହିଁ ବୋଇଲେ କପୁଣି ବସିବା ପାଇଁ ଆସନ ବେଗ ଦିଅ ଆଣି ସୁବାସ ଜଳେ ଚରଣ ଦୁଇ ଦିଅ ଧୋଇ ପାଦ ପୂଜା କର ଅର୍ଘ୍ୟ ଗନ୍ଧ ପୁଷ୍ପ ଦେଇ ବିଦ୍ୟୁତ ପ୍ରଭାକୁ କହିବା ମାତ୍ରେ କଲା ତାହା ନାରଦ ମୁନି ବୋଇଲେ ଶୁଣ ବିଷ୍ଣୁ ମାୟା ବ୍ରହ୍ମପୁରେ ଥିଲି ତହୁଁ ଗଲି ଇନ୍ଦ୍ରପୁରେ ସଭାରେ ଇନ୍ଦ୍ର ବସିଛି ଦୁଃଖିତ ମନରେ ତହୁଁ ଆସି କୈଳାସେ ଶିବଙ୍କୁ ଭେଟିଲି ମହାଯୋଗୀଙ୍କି ସେଠାରେ ଦର୍ଶନ କଲି ତବ ଦର୍ଶନ ପାଇଁ ପଶିଲି ଏ ପୁରେ ଏଠାରୁ ଯିବି ମୁଁ ପୁଣି ବୈକୁଣ୍ଠପୁରେ ଦେବୀ ବୋଇଲେ ଭମୁନି ବାସବ କିମ୍ପାଇଁ ସଭା ମଧ୍ୟରେ ବସିଥିଲେ ମୁହଁକୁ ସୁଖାଇ ନାରଦ ମୁନି ବୋଇଲେ ଅସୁରଙ୍କ ଡରେ ବଦନ ସୁଖାଇ ବସିଥିଲେ ସେ ସଭାରେ ଦେବୀ ବୋଇଲେ ଭମୁନି କେବଳ ଅସୁର ତାହାକୁ କିମ୍ପାଇଁ କହ ବାସବର ଡର ନାରଦ ମୁନି ବୋଇଲେ ତା ନାମ ମହିଷ ବଡ଼ ପ୍ରତାପୀ ଅଟଇ ସେ ଦାନବ ଈଶ ସ୍ୱର୍ଗକୁ ଧାଡ଼ି ଦେବାକୁ କରୁଛି ବିଚାର ତେଣୁ ସୁଖୀ ଯାଇଅଛି ମୁଖ ବାସବର ଏମନ୍ତେ କହି ମେଲାଣି ମାଗି ମୁନିବର ଚରଣେ ପ୍ରଣମିତ ହୁଁ ହୋଇଲେ ଅନ୍ତର ସମୁଦ୍ରର ତୀରେ ଅଛି ଦାନବର ପୁରୀ ବହୁତ ଅଛନ୍ତି ତହିଁ ଅସୁର ଅସୁରୀ ସେ ନଗରୀ ନାମ ଦେଇ ଅଛି ସେ ମହିଷ ଗଡ଼ ବାନ୍ଧି ରହିଅଛି ଅସୁର ମହିଷ ଆପଣାର ନାମ ଯାହା ପୁର ନାମ ତାହା ବଡ଼ ପ୍ରତାପୀ ଅଟଇ ଦାନବର ନାହା ମହିଷ ଆକୃତି ତାର ଦୁଇ ଗୋଟି ସିଂହ ବ୍ରହ୍ମାର ବରେ ହୋଇଛି ସେ ଅସୁର ସିଂହ ତହିଁ ଯାଇ ମୁନିବର ହୋଇଲେ ପ୍ରବେଶ ମୁନିଙ୍କି ଦେଖି ଚରଣ ବନ୍ଦିଲା ମହିଷ ବସିବାକୁ ଦେଲା ଆଣି ଆସନ ଖଣ୍ଡିଏ କାହିଁ ଥିଲୁ ମୁନି ବୋଲି ପଚାରିଲା ରାଏ ନାରଦ ବୋଇଲେ ଆହୋ ଅସୁର ରାଜନ ଦେଖି ଅଇଲି ଗୋଟିଏ ରମଣୀ ରତନ ତିନି ଭୁବନରେ ନାହିଁ ତାତୁଲ୍ୟ ସୁନ୍ଦରୀ କେ କହି ପାରିବ ମୁଖେ ତା ରୂପ ମାଧୁରୀ ଶତ ଶତ କନ୍ୟା ତାର କରୁଛନ୍ତି ସେବା
ସେ କନ୍ୟାମାନଙ୍କ ରୂପ ଆମ୍ଭେ କି ବନେଇବା। ଏକୁ ଏକ ସୁନ୍ଦରୀ ସେ ଅନୁପମ ମୂର୍ତ୍ତି। ସମସ୍ତେ ତାପସୀ ପୁଣି ହୋଇଛନ୍ତି ବ୍ରତୀ। ଦେବଲୋକ ନାଗଲୋକ ଦାନବଙ୍କ ପୁର। ଗନ୍ଧର୍ବ ଲୋକ କୁବେର ଭୁବନ ଆବର। ସପତ ପାତାଳ ପୁଣି ସପତ ଯେ ଦୀପ। ମୁହିଁ ଭ୍ରମଣ କରଇ ଜାଣ ଦୈତ୍ୟ ଭୂପ। ଏମନ୍ତ ପୂର୍ବ କନ୍ୟା ଦେଖି ନାହିଁ କାହିଁ। ମନେ ବିଚାରିଲି ତାର ଲାଖି ବର ତୁହି। ବ୍ରହ୍ମାଠାରୁ ଯେଉଁ ବର ପାଇଛୁ ରାଜନ। ତୋତେ ଜିଣିବାକୁ କେହି ନହିବେ ଭାଜନ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ବରୁଣ କୁବେର। ଅନିଳ ଅନଳ ବସୁ ବାସବ ଆବର। ଯମହି ତୋତେ ସମରେ ପଳାଇବ ହାରି। ଏଣୁ ତୁହି ତିନି ପୁରେ ଅଟୁ ଅଧିକାରୀ। ତ୍ରିଲୋକ ଈଶ୍ୱରୀ ସେହି ତ୍ରିଲୋକେଶ୍ୱର। ବିଧାତାର ଘଟ ସୂତ୍ର ତୁ ତାହାର ବର। ଶୁଣି ସେ ଦାନବପତି ବୋଇଲା ଭମୁନି। କହ କାହିଁ ଅଛଇ ସେ ଅପୂର୍ବ କାମିନୀ। ମୁନି ବୋଇଲେ ମନ୍ଦର କନ୍ଦରେ ତା ଘର। ତାହାର ପୁର ଶୋଭାକୁ ନାହିଁ ପଟାନ୍ତର। ଦେବ ଗନ୍ଧର୍ବକୁ ଯେହୁ ଜିଣିବ ସମରେ। ସେ ଦେବୀ ତାହାର କର ଧରିବ ତା ଡରେ। ଏମନ୍ତ କହି ନାରଦ ମାଗିଲେ ମେଲାଣି। ବୀଣା ବଜାଇ ଗଗନ ମାର୍ଗେ ଗଲେ ପୁଣି। ହରିନାମ ଗାଇ ବ୍ରହ୍ମା ଭୁବନେ ମିଳିଲେ। ଅସୁର ମନ ଉଚାଟ କରି ଚଳିଗଲେ। ମହିଷାସୁର ଇନ୍ଦ୍ରର ଯୁଦ୍ଧ ଓ ଇନ୍ଦ୍ରର ପଳାୟନ। ନାରଦ ମୁଖରୁ ଶୁଣି ମହିଷାସୁର। ଭାଳିଲା ବସି କନ୍ୟାର ରୂପ ନିରନ୍ତର। ପ୍ରଧାନମନ୍ତ୍ରୀ ଯେ ତାର ନାମ ଅଳମ ଶର୍ମା। ପ୍ରଘୋଷ ନାମେ ଅସୁର ସେ ବିଚିତ୍ର କର୍ମା। ବିଭାବ ସୁଶଙ୍କୁ କର୍ଣ୍ଣ ବିଘୋଷ ଏ ତିନି। ଏହାଙ୍କ ନାମ ଶୁଣିଲେ କମ୍ପଇ ମେଦିନୀ। ବିଦୁନ୍ମାଳି ସୁମାତି ଯେ ପର୍ଜନ୍ୟ ଆବର। ବହୁଶ୍ରୁତ ବିକ୍ରାନ୍ତ ଯେ କ୍ରୂର ନାମେ ବୀର। ନୀତି ଶାସ୍ତ୍ରରେ ପ୍ରବୀଣ ଏହି 8 ଜଣ। ଏହାଙ୍କୁ ଡାକି ବିଚାର କଲା ଦୈତ୍ୟ ରାଣ। ସଭାରେ ବସି ବୋଇଲେ 8 ଜଣ ଯାକ। କି ନିମନ୍ତେ ଡାକି ଅଛ ଅସୁର ନାୟକ। ଶୁଣି ମହିଷା ଅସୁର ବୋଇଲେ ସଭାରେ। ଶୁଣିଥିଲା ଯେଉଁ ରୂପେ ଦାନବ ମୁଖରେ। କନ୍ୟା ରତ୍ନକୁ କେମନ୍ତେ ପାଇବି ଯେ ମୁହିଁ। ତହିଁର ଉପାୟ କିଛି ମୋତେ ଦିଶୁନାହିଁ। ମୁନି କହିଛନ୍ତି ଆଗ ଜିଣିଲେ ଇନ୍ଦ୍ରକୁ। ତେବେ ସେହି କନ୍ୟା ଲାଭ ହୋଇବ ତୁମ୍ଭଙ୍କୁ। ଏଥିର ବିଚାର କର ମିଳି ମନ୍ତ୍ରୀ ଗଣ। ଦୈତ୍ୟପତି କଥା ଶୁଣି ପ୍ରଘୋଷ ଭାବିଣ। ବୋଇଲା ନାରଦ ମୁଖୁ ଶୁଣି ଲଟି ଯାହା। ମନ ନ ବଳାଅ ତାହା ଠାରେ ଦୈତ୍ୟ ନାହା। କନ୍ୟା ରୂପ ଧରି ଅଛି ସେହି ମହାସତୀ। ଅଟଇ ସେ ବୈଷ୍ଣବୀ ବିଷ୍ଣୁର ଶକତି। ଗୁରୁ ପତ୍ନୀ ରାଜପତ୍ନୀ ସାମନ୍ତ ଘରଣୀ।
ହରି ବାଲକକୁ ମହା ପାପୀ ମଧ୍ୟ ଗଣି। ଏମାନେ ଅଗମ୍ୟ ବୋଲି ଶାସ୍ତ୍ର ବଖାଣଇ। ଅଗମାଗମନା କଲେ ଶ୍ରୀଚ୍ୟୁତ ହୋଇ। ବିଘୋଷ ବୋଇଲା ସତ କହିଲା ପ୍ରଘୋଷ। ମୋର ବିଚାରକୁ ଯାହା ଆସେ ଦୈତ୍ୟ ଈଶ, ତାହା ମୁଁ ହିଁ କହୁଅଛି ଶୁଣ ମନ ଦେଇ। କନ୍ୟା ରତ୍ନ ଯେବେ ନିଜେ ବରଣ କରଇ, ତେବେ ତାହାକୁ ଅବଶ୍ୟ କରିବା ଗ୍ରହଣ। ରତ୍ନରେ ତାହାର ଲୋଭ ନ ବଢ଼ଇ ପୁଣ। ଆପଣା ଇଚ୍ଛାରେ ଯେବେ ରତ୍ନ ମିଳେ ଆସି, ତାକୁ ଛାଡ଼ି ପାରିବା କି ବିଚାରନ୍ତୁ ବସି। ତାହାକୁ ପାଇବା ପାଇଁ କରିବା ନା ଯତ୍ନ, ଯତ୍ନ କଲେ ସିନା ମିଳି ପାରିବ ସେ ରତ୍ନ। ପଠାଇବା ଆଗେ ତାହା ପାଖକୁ ଯେ ଦୂତ, ସେ ଯାଇ ବୁଝାଇ କହୁ ତାହାକୁ ସମସ୍ତ। ତହିଁରେ ଯେବେ ସେ ନାରୀ ରତ୍ନ ନ ଭଜଇ, ତାହାର ମନ ଯାହାର ମନରେ ମିଳଇ। ତାକୁ ଧନ ରତ୍ନ ଦେଇ କରିବା ନା ବଶ, ତହିଁରେ ନହେଲେ ଧନେ କରିବା ନା ତୋଷ। ତହିଁରେ ଯେବେ ଆୟତ ନୋହିବ ସେ ନାରୀ, ଦଣ୍ଡ ବିଧାନେ ଡରାଇ ଆଣିବା ନା ଧରି। ତହିଁରେ ବସ ନହିଲେ କରିବା ନା ରଣ, ବଳେ ଧରି ଆଣିବା ନା ଘେନି ନିଜ ସୈନ୍ୟ। ବିଘୋଷ ରାକ୍ଷସ କଥା ଶୁଣ ମନ୍ତ୍ରୀ ଗଣ, ବୋଇଲେ ମନ୍ତ୍ରୀ କୂଳରେ ତୁହି ଧନ୍ୟ ଧନ୍ୟ। ଏମନ୍ତ ଶୁଣି ବୋଲଇ ମହିଷାସୁର, ବିଦ୍ୟୁତ ପ୍ରଭା ନାମରେ ଯେଉଁ ମନ୍ତ୍ରୀ ବର, ତାହାକୁ ଚାହିଁ ବୋଲଇ ତୁ ଅଟୁ ପଣ୍ଡିତ। ତୁହି ଏକା ଏ କାର୍ଯ୍ୟରେ ହୋଇପାରୁ ଦୂତ, ଯେମନ୍ତେର ମଣିବର ଆମ୍ଭଙ୍କୁ ଭଜଇ। ନାନାଦି ପ୍ରକାରେ ସବୁ କହିବୁ ବୁଝାଇ, ତହିଁ କି ଦୂତ ପଠାଇ ବୋଲଇ ସେ ପୁଣି। ବାସବକୁ ଯେବେ ଆମ୍ଭେ ପାରିବାଟି ଜିଣି, ସବୁ ଦିଗ ପାଳେ ହେବେ ଆମ୍ଭ ଆଜ୍ଞାକାରୀ। ଆମ୍ଭଙ୍କୁ ଭଜିଲେ ସତ ସତ ସୁର ନାରୀ, ସ୍ୱର୍ଗ ଅପସରା ବଳେ ଆସିବେ ମୋ ପୁରେ। ଯକ୍ଷ ନାଗ ବିଦ୍ୟାଧର ଗନ୍ଧର୍ବ କିନ୍ନରେ, ଏମାନେ ମୋ କଥା ଭାଙ୍ଗି ନ ପାରିବେ କେବେ। ବିଳମ୍ବ ନ କର ଯିବା ଚାଲ ସ୍ୱର୍ଗେ ଆମ୍ଭେ। ଏହା କହି ସେ ମହିଷ ଅସୁର ରାଜନ, ସେନାପତି କି ଡକାଇ କହିଲା ଏ ଶନ। ତୋର ନାମ ବିରୂପାକ୍ଷ ତୁହି ମହାବଳ, ରୂପେ ତୋତେ ସରି ନୋହେ ସୁନୀଳ ଶୈଳ। ବେଗେ ରଥ ଗଜସ ପାଇକ ପଦାତି, ସଜ କରି ଆସ ନେବା ସ୍ୱର୍ଗର ସମ୍ପତ୍ତି। ଆଜ୍ଞା ପାଇ ସେନାପତି ସାଜିଲା କଥାଟ, ସମସ୍ତେ ବାନ୍ଧି ଅଛନ୍ତି ଶିରେ ଜୟ ପାଟ। ରତ୍ନ ଅଳଙ୍କାରେ ଶୋଭା
ପାଉଛି ଶରୀର। ଇନ୍ଦ୍ରତୁଲ୍ୟ एको ଏକ ମହାବଳିୟାର, ତାହାଙ୍କ ମଧ୍ୟରେ ପ୍ରଧାନ ବୀର ଥିଲେ ଯେତେ। ତାହାର ସଂଖ୍ୟା କହୁଛି ମୁଁ ତୋର ଅଗ୍ରତେ। ଅବୁନ୍ଦେକ ନବଗୋଟି ମହାମହାବୀର, ଦିଶନ୍ତି ସେମାନେ ପୁଣି ପର୍ବତ ଆକାର। ଜଣେ ଯେଉଁ ବାଟେ ଯାଏ ସମସ୍ତେ ସେ ବାଟେ, ଗମନ କରନ୍ତି ନାହିଁ ବିଶୃଙ୍ଖଳା ଥାଟେ। କେହି ଧଳା କେହି କଳା କେହି ରଙ୍ଗବର୍ଣ୍ଣ, କେବଳ ଅସୁର ଗୋଟି ଦିଶଇ ବିବର୍ଣ୍ଣ। କେହି ଘୋଡ଼ା ମୁହାଁ କେହି ଗଜମୁଖ, କେହି ବା ଦୁର୍ମୁଖା କେହି ବାସୁମୁଖ। ଗଜ ଅଶ୍ଵ ଗଧ ଓଟ ବ୍ୟାଘ୍ର ଶ୍ୱାନ ଛାଗ, ପୃଷ୍ଠରେ ବସି ଗମନ୍ତି ହୋଇ ବେଗ ବେଗ। ବିଚିତ୍ର ଧ୍ୱଜା ପତାକା ଉଡ଼ାଇ ଗଗନେ, ମହିଷ ଅସୁର ଦେଖି ଆନନ୍ଦିତ ମନେ। ମତ୍ତ ମାତଙ୍ଗ ଉପରେ ବିଜେ କଲା ଯାଇ, କାମରୂପୀ ମହାବଳ ଦଇତ ଅଟଇ। ମେରୁଗିରି ବାଟେ ଗଲେ ସ୍ୱର୍ଗ ଭୁବନକୁ, ଆଦେ ବେଢ଼ିଲେ ଅମରା ବତିକ ନଗରୀକୁ। ଅସୁରଙ୍କୁ ଦେଖି ଦେବ ଉଠି କ୍ରୋଧ ଭରେ, ବାହନ ଆରୋହୀ ବେଗେ ପଶିଲେ ସମରେ। ତର୍ଜନ ଗର୍ଜନ କରି କଲେ ଘୋର ରଣ, ଅସୁର ସେନାପତିଙ୍କ ନାମ ତୁହ ଶୁଣ। ନୀଳକୁକ୍ଷୀ ମେଘ ବର୍ଣ୍ଣ ଅଞ୍ଜନ ଅସୁର, ବଳାହକ ଉଦରାକ୍ଷ ଲଲାଟାକ୍ଷ ବୀର। ସୁଭୀମ ସର୍ଭାନୁ ଭୀମ ବିକ୍ରମ ଏ ଆଠ, ଅଷ୍ଟବସୁଙ୍କ ଆଗରେ ହେଲେ ଯାଇ ଭେଟ। ସ୍ତବଧ କର୍ଣ୍ଣ ସଂକୂର୍ଣ୍ଣ ବଜ୍ର କଭିମାକ୍ଷ, ଜ୍ୟୋତିବୀର୍ଯ୍ୟ ବିଦ୍ୟୁନ୍ମାଳୀ ଅସୁର ରକ୍ତାକ୍ଷ। ଭୀମଦ୍ରଷ୍ଟ ବିଦ୍ୟୁଜିହ୍ୱା ବୀର ମହାକାୟ, ଦୀର୍ଘବାହୁ କୃତାନ୍ତକ ଦୈତ୍ୟ ଅତିକାୟ। 12 ଆଦିତ୍ୟଙ୍କ ସଙ୍ଗେ ଭେଟ ଏହି ବାର, କାଳ କୃତାନ୍ତ ପିଙ୍ଗାକ୍ଷ ହରଣ ଆବର। ମିତ୍ରଧାସ ଯଜ୍ଞ ହାନଳ ବ୍ରହ୍ମହାଗ ଖନ, ସ୍ତ୍ରୀ ଘନ ଯେ ସମ୍ବର୍ତ୍ତକ 11 ଜଣ। ଏକାଦଶ ରୁଦ୍ର ସଙ୍ଗେ କଲେ ଘୋର ରଣ, ଏମନ୍ତେ ଜଣଙ୍କ ସଙ୍ଗେ ଦୈତ୍ୟ 1 ଜଣ। ଘୋର ଯୁଦ୍ଧ ଆରମ୍ଭିଲେ ଦେବତା ଦାନବ, ମହିଷ ଅସୁର ସଙ୍ଗେ ଯୁଝିଲେ ବାସବ। ବ୍ରହ୍ମାବରେ ପ୍ରତାପୀ ସେ ହୋଇଛି ଅସୁର, ଜିଣି ନ ପାରିବେ ତାକୁ ଯୁଦ୍ଧେ ହରିହର। ବହୁତ ଅସୁର ମାରି ପକାଇଲେ ଦେବେ, ଦେବ ସୈନ୍ୟ ମାଇଲେ ଦୁରନ୍ତ ଦାନବେ। 16 ପଟି ସମୁଦ୍ର ଗଦା ଚକ୍ର କାତି, ନାରାଚ ବ୍ରହ୍ମ ଶକତି ପରିଘସକତି। ମରାମରି ହୋଇ ମଲେ ଦୁଇ ପକ୍ଷ ସୈନ୍ୟ, କେହି ଧରା ଧରି ହୋଇ କରୁଛନ୍ତି ରଣ।
ଗଡ଼ା ଗଡ଼ି ହୋଇ ତଳେ ପଡ଼ନ୍ତି କେବିରେ, ଦେବରାଜ ଅସୁରକୁ ନ ପାରି ସମରେ, ପଳାଇଲେ ମରଣକୁ ଭୟ କରିବେ ରେ, ବାସବ ଭାଙ୍ଗିବା ଦେଖି ଦେବେ ପୃଷ୍ଠ ଭଙ୍ଗେ, ପଛେ ପଛେ ପଳାଇଲେ ନ ରହିଲେ କେହି, ଶରଣ ପଶିଲେ ବ୍ରହ୍ମା ଚରଣରେ ଯାଇ, ଅଭୟ ବର ତାହାଙ୍କୁ ଦେଲେ କବିଧାତା, ଦ୍ୱିଜ ଗୋପୀନାଥ ବୋଲେ ଶୁଣ ଆନ କଥା। ଦୂତବାକ୍ୟ ଓ ମହିଷାସୁର ଜନ୍ମ। ଅନ୍ଧକ ଦୈତ୍ୟ ଶୁଣଇ ପ୍ରହ୍ଲାଦ ବୋଲଇ, ବିଦ୍ୟୁତ୍ ପ୍ରଭା ଦାନବ ଯେ ଗଲା ଦୂତ ହୋଇ, ମନ୍ଦର କନ୍ଦରେ ଯାଇ ହୋଇଲା ପ୍ରବେଶ, ଦେଖିଲା ଅପୂର୍ବ ପୁର ସ୍ୱର୍ଗର ସଦୃଶ, ଯେବେ ନାରୀ ତେତେ ଘର ସବୁ ଦିଶେ ଧଳା, ତୋରଣ ମାଳାରେ ଗୁନ୍ଥା ହୋଇଛି ପୋହଳା, ହୀରା ନୀଳା ଖମ୍ବ ସବୁ ବୈଦୁର୍ଯ୍ୟବତା, ସୁବର୍ଣ୍ଣ ରୁଅରେ ଝରା ଲାଗିଛି ମୁକୁତା, ରୂପାର କାନ୍ଥେ ପିତୁଳା ମାନ ଅଷ୍ଟରତ୍ନେ, କେଉଁ ବିନ୍ଧାଣି ଗଢ଼ିଛି ସେ ପୁରକୁ ଯତ୍ନେ, ଗବାକ୍ଷର ଜଳା ସବୁ ଘରେ ବିରାଜଇ, ପୁରକୁ ଦେଖି ଦାନବ ବର ପ୍ରଶଂସଇ, ସିଂହ ଦ୍ୱାର ଦେଇ ଯାଇ ଗଲା ସେ ଅସୁର, ମନା ନ କରିବାରୁ ତା ମନେ ନାହିଁ ଡର, ଦେଖିଲା ଜଗତି ପରେ ବିଜେ ଠାକୁରାଣୀ, ତିନି ପାଖେ ବେଢ଼ିଛନ୍ତି ଅନେକ ରମଣୀ, କେହି ପଙ୍ଖା ଧରି ଧୀରେ ଧୀରେ ଦିଏ ବିଞ୍ଚି, କେହୁ ବସି ବଜାଉଛି ଆଗରେ ବିପଞ୍ଚି, କେହି ବାଳା ଯୋଗାଉଛି କର୍ପୂର ତାମ୍ବୁଳ, କେହି କଣ୍ଠେ ଲମ୍ବାଇଛି ରତ୍ନ ପୁଷ୍ପମାଳ, ଏମନ୍ତେ ନିଯୋଗେ ଖଞ୍ଜା ହୋଇଛନ୍ତି ବାମା, ସର୍ବାଙ୍ଗ ସୁନ୍ଦରୀ ସର୍ବେ ରୂପେ ଅନୁପମା, ତାରାଗଣ ମଧ୍ୟେ ଯେହ୍ନେ ବିଜେଶ ସଧର, ତେସନ ତାହାଙ୍କ ମଧ୍ୟେ ବୈଷ୍ଣବୀ ସୁନ୍ଦର, ଦାନବ ଦେଖି ମନରେ କରି ମହାଭୀତି, ଚରଣ ତଳରେ ପଡ଼ି କଲାକ ଭକତି, କର ଯୋଡ଼ି ବୋଲେ ଦେବୀ ଶୁଣ ସାବଧାନେ, ସୃଷ୍ଟି ଆଦ୍ୟ କଥା କହେ ତବ ସନ୍ନିଧାନେ, ସମ୍ବତ୍ସର ନାମେ ଥିଲେ ଏକ ଋଷିବର, ସୁପାର୍ଶ୍ୱ ନାମରେ ଥିଲେ ତାହାଙ୍କ କୁମାର, ସୁପାର୍ଶ୍ୱ ନନ୍ଦନ ନାମେ ଅଟେ ସିନ୍ଧୁ ଦ୍ୱୀପ, ମହାତେଜବନ୍ତ ଋଷି ଅନନ୍ତ ପ୍ରତାପ, ମାହିଷ୍ମତି ପୁରେ ବସି ଏହି ଋଷିବର, ଘୋର ତପ କରୁଥିଲେ କରି ଅନାହାର, ବିପ୍ରଚିତ୍ତ ଦାନବର ଏକଇ ନନ୍ଦିନୀ, ନାମ ମାହିଷ୍ମତି ସେହି ଭୁବନ ମୋହିନୀ, ରୂପ ଗୁଣେ ତିନି ପୁରେ ନାହିଁ କେହୁ ସରି, ସଖୀ ଗଣ ଘେନି ଦିନେ ପରମ ସୁନ୍ଦରୀ, ଭ୍ରମଣ କରୁ ମନ୍ଦିର ପର୍ବତର ତଳେ, ଦେଖିଲେ ସେ ତପୋବନ
ଥାଇ ସଖୀ ମେଳେ। ନନ୍ଦନବନ କି ସେହି ହର ଉପବନ, ସବୁବେଳେ ବହୁଅଛି ମଳୟ ପବନ। ନାନାବିଧ ଫଳ ଫୁଲେ ପାଉଅଛି ଶୋଭା, ସେହି ଆଶ୍ରମରେ ନାହିଁ ସୂର୍ଯ୍ୟଙ୍କର ପ୍ରଭା। ବକୁଳ ଲକୁଳ ଶାଳ ତମାଳ ଯେ ତାଳ, ପିଆଶାଳ ନାରିକେଳ ବୃକ୍ଷ ମାଳ ମାଳ। ପଣସ ପୁନାଗ ନାଗ କେଶର ବହୁତ, ବିବିଧ ଲତାରେ ବନ ହୋଇଛି ଶୋଭିତ। ସୁକପିକ ସାରି ଶୁଆ ଧ୍ୱନି କି ସୁନ୍ଦର, ଝିଙ୍କାରି ଝଙ୍କାର ଧ୍ୱନି ଅତି ସୁମଧୁର। ଭ୍ରମରଙ୍କ କଳ ଧ୍ୱନି ମନ ନିଏ ହରି, କୁସୁମର ସୁବାସରେ ତପୋବନ ପୁରୀ। ଅମ୍ବରରୁ ଶିର ଅଟେ ସେହି ତପୋବନ, ଅସୁର ନନ୍ଦିନୀ ଦେଖି ମନୋହର ସ୍ଥାନ। ମନେ ମନେ ବିଚାରିଲା ସେହି ମାହିଷ୍ମତି, ଡରାଇଲେ ପଳାଇବ ବନ ଛାଡ଼ି ଯତି। ସଖୀଙ୍କି ଘେନି ଏଠାରେ କରିବି ମୁଁ ବାସ, ଏମନ୍ତ ଭାଳି ସୁନ୍ଦରୀ ହୋଇଲା ମହିଷ। ସଖୀ ମାନେ ତାର ସଙ୍ଗେ ମଇଁଷି ହୋଇଲେ, ମୁହଁକୁ ତଳକୁ କରି ଭୟ ଦେଖାଇଲେ। ଦେଖି ମଇଁଷିଙ୍କି ମହା ଭୟ କଲେ ଯତି, ଯୋଗ ବଳେ ଜାଣିଲେ କନ୍ୟା ମାହିଷ୍ମତି। ଅସୁର ଦୁହିତା ମୋତେ ଡରାଉଛି ଆସି, ଜାଣିପାରି ରୋଷ ଭରେ ସାପ ଦେଲେ ଋଷି। ଆଲୋ ପାପିନୀ ତୁ ମୋତେ ଡରାଉ ଯେ ରୂପେ, ଆଜିଠାରୁ ସେ ମଇଁଷି ହୁଅ ମୋର ସାପେ। ମଇଁଷି ହୋଇ ତୁ 100 ବରଷ ବୁଲିବୁ, ଏଥେ ଆସି ଡରାଇବା ଫଳ ତୁ ପାଇବୁ। ଋଷି ଠାରୁ ଘୋର ସାପ ପାଇ ମାହିଷ୍ମତି, ଋଷି ଚରଣେ ପଡ଼ିଲା ପାଇ ମହାଭୀତି। ବୋଇଲା ବିନୟେ ମୁନି କହ ପ୍ରତିକାର, କୃପା କରି ମୋର ଦୋଷ ବାରେ କ୍ଷମା କର। ଏମନ୍ତ ବିନୟେ ଯହୁଁ କହିଲା ବହୁତ, ତାହାର ଭକତି ଦେଖି ବୋଇଲେ ମନ୍ତ। ମୋହର କଥା ଅନ୍ୟଥା ନୋହିବ ତ କେଭେ, ପୁତ୍ର ଏକ ପ୍ରସବିବୁ ଏହି ଦେହେ ଯେବେ। ସେ କାଳେ ତୁ ଏ ସାପରୁ ହୋଇବୁ ମୁକ୍ତ, ଶୁଣି ତହୁଁ ମାହିଷ୍ମତି ଗଲା ଯେ ତ୍ୱରିତ। ନର୍ମଦା ନଦୀର ତୀରେ ମିଳିଲା କଜାଇ, ସିନ୍ଧୁ ଦ୍ୱୀପ ଋଷି ତହିଁ ତପସ୍ୟା କରଇ। ବିଧାତାର ଘଟ ସୂତ୍ର ଦେଖ କେମନ୍ତେ, ଦୈତ୍ୟ କନ୍ୟା ଏ ଅଇଲା ଶ୍ୱାନର ନିମନ୍ତେ। ଦୈତ୍ୟ କନ୍ୟା ଏ ଅଇଲା ସ୍ନାନର ନିମନ୍ତେ। ତାର ନାମ ଇନ୍ଦୁମତୀ ସେ ଅତି ସୁନ୍ଦରୀ, ତୀରେ ବସ୍ତ୍ର ରଖି ତହୁଁ ଗଲା ସୁକୁମାରୀ। ନର୍ମଦା ଜଳରେ ପଶି କରନ୍ତେ ସେ ସ୍ନାନ, ସିନ୍ଧୁ ଦ୍ୱୀପ ମୁନିଙ୍କର
ବିଚଳିତ ମନ। ମନ ଟଳିବାରୁ ବିନ୍ଦୁ ପଡ଼ିଲା କଢ଼ଳି। ପାଷାଣ ଦ୍ରୋଣ ଉପରେ ଦେଖିଲା ତା ବାଳି। ଜଳ ଜ୍ଞାନେ ମଇଁଷିତା ପାନ କଲାସି। ଶୋଷ କରିବାରୁ ବାରି ନ ପାରି ମଇଁଷି। ସହଚରିଙ୍କି ବୋଇଲା ରହିଲା ମୋ ପ୍ରାଣ। ଏମନ୍ତ କହି ସେଥିରେ କଲା କ ଭ୍ରମଣ। ଗର୍ଭବତୀ ହୋଇଲା କ ସେ ଜଳ ଭକ୍ଷଣେ। ପୁତ୍ରେକ ପ୍ରସବ କରି ଗଲା ସେ ତତ୍କ୍ଷଣେ। ପୂର୍ବ ରୂପ ଧରି ପିତା ଗୃହରେ ମିଳିଲା। ସେହି ତନୟର ନାମ ମହିଷ ଯେ ଦେଲା। ମାତା ତାହାର ରାକ୍ଷସୀ ପିତା ତାର ଋଷି। ମହାପ୍ରତାପୀ ହୋଇଲା ତପେ ବ୍ରହ୍ମା ତୋଷୀ। ବଳବନ୍ତ ବୁଦ୍ଧିମନ୍ତ ବିକ୍ରମୀ ହୋଇଲା। ଅମରପୁରେ ବାସବ ଦେବତା ଜିଣିଲା। ତିନି ଭୁବନରେ ହେଲା ଏକାକେ ସେ ରାଜା। ଦୈତ୍ୟ ଦାନବେ କରନ୍ତି ତାର ପାଦ ପୂଜା। ଆତ୍ମସମର୍ପଣ କର ଡରେ ତୁ ଗୋ ଦେବୀ। କିଛି ଉତ୍ତର ନ ଦେଲେ ପରମ ବୈଷ୍ଣବୀ। ମୁଖକୁ ବିସ୍ତାରି ଉଚ୍ଚେ କଲେ ପୁଣି ହାସ୍ୟ। ହସିବା ବେଳେ ଉଦର ମଧ୍ୟ ହେଲା ଦୃଶ୍ୟ। ଚତୁର୍ଦଶ ବ୍ରହ୍ମାଣ୍ଡ ଯେ ଚରାଚର ମହି। ଦେଖି ଦୂତର ମୁଖରୁ କିଛି ନ ସ୍ଫୁରଇ। ଜୟା ଦେବୀ ବୋଇଲେ ରେ ଶୁଣ ତୁହି ଦୂତ। ପ୍ରଭୁ ଯାହା କହିଥିଲା କହିଲୁ ତାକୁ ତ। ଆମ୍ଭର ଯେ ଠାକୁରାଣୀ ଅଟନ୍ତି କୁମାରୀ। ଜୀବ ଥିବା ଯାଏ ସେହି ଏହି ବ୍ରତାଚାରୀ। ତାହାଙ୍କର ଯେଉଁ ବ୍ରତ ଆମ୍ଭର ସେ ବ୍ରତ। ତୋହର ପ୍ରଭୁର ଆଗେ କହ ପାଇଁ ଦୂତ। କ୍ଷଣକେ ଏଥି ନ ରହି ଯାଅ ତୁହି ବେଗେ। ଦୂତ ଜଣାଇଲା ଯାଇ ଦାନବର ଆଗେ। ମହିଷାସୁର ବଧ। ଅନ୍ଧକ ଅସୁର ଆଗେ କହଇ ପ୍ରହ୍ଲାଦ। ଏ ସମୟେ ନାଚି ନାଚି ମିଳିଲେ ନାରଦ। ଗଗନ ମାର୍ଗେ ବୋଇଲେ ଆହୋ ଭାଗ୍ୟ ମୋର। ପ୍ରଥମେ ଦେବୀ ଚରଣ ବନ୍ଦୀ ମୁନିବର। କୁମାରୀ ମାନଙ୍କ ପାଦ ବନ୍ଦିଲେ ତଦନ୍ତେ। ଆସନ ପାଇ ତହିଁରେ ବସି ବ୍ରହ୍ମା ସୁତେ। ବୋଇଲେ ଗୋ ଦେବୀ ମୋହି ଦେବତାଙ୍କ ଭୂତ। ପଠାଇ ଦେଲେ ଆମ୍ଭଙ୍କୁ ସଚି ଦେବୀ କାନ୍ତ। ମହିଷା ଅସୁରେ ରଣେ ଜିଣିଲା ଆମ୍ଭଙ୍କୁ। ସ୍ୱର୍ଗପୁରୁ ଆସୁଅଛି ନେବାକୁ ତୁମ୍ଭଙ୍କୁ। ଯେମନ୍ତେ ମରିବ ଦୈତ୍ୟ କରିବ ବିଚାର। ଏହା କହି ଅନ୍ତର୍ଧ୍ୟାନ ହେଲେ ମୁନିବର। ମୁନିର ମୁଖୁ ଏମନ୍ତ ଶୁଣି ବୈଷ୍ଣବୀ। କିଛି କ୍ଷଣ ଆପଣାର ମନ ମଧ୍ୟ ଭାବି। ବୋଇଲେ କିଲୋ କାହିଁକି କରୁଛ ବିଳମ୍ବ। ସଜ ହୁଅଲୋ ସମସ୍ତେ ମାରିବା ଦାନବ। ଏମନ୍ତ ଶୁଣି ତୁରିତେ
उठी देवी गण खड्ग चर्म शक्ति पाश चक्र धनुर्बाण धरी उभा हेले क्रोधे बलि देवा पाई विकट रूप विकट बदन देखई जिभ लह लह करी हेले उग्र चंडी केश मुकुड़ा करिके मारुअछि हेंडी कह कह नादरे के कंपाउछि मही गह गह गहଳରେ न पारे के रही खेमटा नृत्य मातिके धरिछि खपर एमंत बेले स्वर्गरु ओइले असुर गर्जन्ति तर्जन्ति चिरा मारन्ति दईते देवतांको जिणिबारु निर्भय समस्ते आनंदरे नृत्य करी आसुछन्ति माडी पवन घाते जे सने उठई लहड़ी ताप छकु लागि अछि थाट तिळ चोपा पर माणे न मिलई बाट घंचा घंच होइबारु बेले बेले लागी गर्जन घाते पर्वत देउछन्ति भांगी अस्त्र शस्त्र बुलाइके धाई जाती आगे बाहास्फोट मारी बाटे नाचई के रंगे मंदर गिरी कंदरे होइले प्रवेश पर्वत प्राय दिशन्ति प्रतापी राक्षस देखी देवी गणपुरु होइले बाहार क्रोध भरे कले तही राक्षस संहार क्षणक मध्ये काहार काटी देले मुंड काहार देह को काटी कले खंड खंड काहार काटिले कर काहार चरण काहार हृदय मणि कले विदारण काहार पेट को चिरी पकाइले नखे काहार देह रुधिर पान कले मुखे दांत कटमट करी चोबांती काहाड़ रकटी पकाई दियंती काहा हाथ गोड़ केश मुकुड़ा करिके नाची जाए रणे केही असुर को दली दियई तरणे हाथ धरा धरी होई करंती के नृत्य कांध धरा धरी होई गांती के गीत एमंते संग्रामे केली कले मातृगण भय दैत्य माने छाड़ी पलाइले रण कोटि कोटि कबंध जे नृत्य कले तही हाहाकार ध्वनि रे जे पूरी गला मही थाटर दुर्दशा देखी महिषासुर सेनापति की पूछई एक चमत्कार यज्ञ हनु नामे थिला एक सेनापति बोलई मुकी कहिब हे दानवपति मले तोर थाट जाक कुमारीଙ୍କ बाणे तेणु भांगी पଳାନ୍ତି के न रहନ୍ତି रणे शुणी महाकोपे धाए महिषासुर भयंकर गदा एक
ହସ୍ତରେ ତାହାର। ଅସୁର ଆସିବା ଦେଖି ବିଷ୍ଣୁର ଶକତି, ତତକ୍ଷଣେ ଧଇଲେ ସେ ଅପୂର୍ବ ମୂରତି। ବିଂଶ ହସ୍ତେ ବିଂଶ ଶର ପାଉଅଛି ଶୋଭା, ଦଶ ଦିଗକୁ ଜଳ କରେ ଦେହ ପ୍ରଭା। ମହାସିଂହ ପୃଷ୍ଠେ ବିଜେ ସଂହାର ମୂରତି, ଏକ ହସ୍ତେ ଧନୁ ଏକ ହସ୍ତରେ ଶକତି। ଖଡ଼ଗ ଶୂଳ ଗଦା ଯେ ଶର ଚକ୍ର ଭିନ୍ଦି ପାଳ, ମୁଦ୍ଗର ପରଶୁ ଘଣ୍ଟ ଡମ୍ବରୁ ମୁଷଳ। ଶଙ୍ଖ ପଦ୍ମ ଦଣ୍ଡ ପାଶ ଭୂଷଣ୍ଡି ଆବର, ଧ୍ୱଜା କପାଳରେ ଶୋଭା ପାଉଅଛି କର। ଦେବାଧିଦେବ ରୁଦ୍ରଙ୍କୁ କଲେ ସୁମରଣ, ହର ବିଜେ କଲେ ବୃଷ ପୃଷ୍ଠେ ଆହରଣ। ତାହାଙ୍କ ଚରଣ ବନ୍ଦୀ ବୋଇଲେ ଭୋର, ଆଜି କରିବି ସମସ୍ତ ଦାନବ ସଂହାର। ତୁମ୍ଭେ ପାଶେ ରହି ଦେଖୁ ଥିବ ତାହା ବସି, ଏମନ୍ତ କହି ପରମ ଈଶ୍ୱରୀ ଯେ ହସି। ଘଡ଼ିକେ ଦାନବ ବଳ ପକାଇଲେ ମାରି, ଏକା ମହିଷ ଛଇ ସଂଗ୍ରାମେ ଆବରି। ଦେବୀଙ୍କ ସଙ୍ଗେ ସଂଗ୍ରାମ କଲା ଯେ ଅସୁର, ଦୁଇ ଜଣଙ୍କ ସମର ହେଲା ଘୋରତର। ଦେବବର ସେ ସହସ୍ର ବରଷ ଯେ ଗଲା, କେହି ତାହାକୁ ସଂଗ୍ରାମେ ଜିଣି ନ ପାରିଲା। ରୁଦ୍ର ବୋଇଲେ ଦେବୀଙ୍କ ମୁଖକୁ ଅନାଇ, ଯୁଦ୍ଧ ଦେଖୁଥିବା ଆମ୍ଭେ କେତେ କାଳ ରହି। ଏହା ଶୁଣି ଦେବୀଙ୍କର ଜାତ ହେଲା କୋପ, ବେଳୁ ବେଳ ଦେହେ ବଳ ବଢ଼ିଲା ଅମାପ। ସରଶୃଙ୍ଗ ପର୍ବତରେ ବସିଲେ କମାଡ଼ି, ଅକାଳ ନିର୍ଘାତ ପ୍ରାୟ ଛାଡ଼ଇ ସେ ରଡ଼ି। ଦାନବ ଉପରେ ଦେବୀ ଛିଡ଼ା ହୋଇ କୋପେ, ଛାତିରେ ମାଇଲେ ଶୂଳ ଧରି ବିଶ୍ୱରୂପେ। ଏକ ହସ୍ତେ ଦାନବର କେଶକୁ ଧଇଲେ, ଖଡ଼ଗରେ ମୁଣ୍ଡ କାଟି ତଳେ ପକାଇଲେ। ତାହାର ଶରୀରୁ ଏକ ପୁରୁଷ ବାହାରି, ଦେବୀଙ୍କ ଚରଣ ବନ୍ଦୀ ଗଲା ସ୍ୱର୍ଗପୁରୀ। ବ୍ରହ୍ମାଦି ଦେବତା ମାନେ ହରଷ ନିର୍ଭରେ, ସ୍ତୁତି କଲେ କନେ ବେଶୀ କର ଦେଇ ଶିରେ। ନମସ୍ତେ ନମସ୍ତେ ମାଗୋ ଅଭୟା ଗମ୍ଭୀରା, ନମସ୍ତେ ନମସ୍ତେ ମାଗୋ ହିଙ୍ଗୁଳା ଅଧୀରା। ନମସ୍ତେ ନମସ୍ତେ ମାଗୋ ପରମ ଈଶ୍ୱରୀ, ନମସ୍ତେ ନମସ୍ତେ ମାଗୋ ଧ୍ରୁବା ବିଭାବରୀ। ନମସ୍ତେ ନମସ୍ତେ ମାଗୋ ମହିଷ ମର୍ଦିନୀ, ନମସ୍ତେ ନମସ୍ତେ ମାଗୋ ଧନୁଦ ଜଳିନୀ। ନମସ୍ତେ ନମସ୍ତେ ମାଗୋ ପରମ ବୈଷ୍ଣବୀ, ନମସ୍ତେ ନମସ୍ତେ ମାଗୋ ଶିବା ବ୍ରାହ୍ମୀ ଦେବୀ। ନମସ୍ତେ ନମସ୍ତେ ମାଗୋ ଅମୃତ ନୟନା, ନମସ୍ତେ ନମସ୍ତେ ମାଗୋ ବିଶାଳ ଲୋଚନା। ନମସ୍ତେ ନମସ୍ତେ ମାଗୋ ତ୍ରିଶୂଳ ଧାରିଣୀ,
नमस्ते नमस्ते मागो जगत तारिणी। नमस्ते नमस्ते मागो अनादि अपर्णा। नमस्ते नमस्ते मागो श्वेत पीत वर्णा। नमस्ते नमस्ते मागो जगत जननी। नमस्ते नमस्ते मागो दैत्यनी सदनी। नमस्ते नमस्ते मागो विंशहस्ता जया। नमस्ते नमस्ते मागो देवी महामाया। अभय चरणे आम्भे पशिलु शरण। सदा तोर पाद तले दासदेव गण। एमंते देवंक स्तुति शुणी देवी तो से। बोइले प्रसन्न हेलु निर्भय मानसे। बर माग देव गण देवु निश्चिता। शुणी आनंदे बोइले सुरपुरना। एहि बर दिय मात भक्ति रे जहूँ। तोहर स्तुति पढ़िब अल्प क्षण से हो। मनर कामना फल पाइब अवश्य। एतिकी मागुछु आम्भे सकल त्रिदश। विपद बेले आम्भंकु रखिथिबु मात। से देवी पादे शरण सदा गोपीनाथ। मुअति पतित मागो नाही मोर ज्ञान। खड्गे पातक राशिको करिबु छेदन। गौतम रहस्य। बोलंती जे सुत पुणी शुण मुनि जाने। प्रह्लाद कही अंधक दैत्य सन्निधाने। जेउ देवीर महिमा देवे अगोचर। ताहांकु हरिबा पाई मानस तोहर। एथिरे बहुत पाप हेलाणी रे मूढ़। दानव शिर छेदन सेहि जमदाढ़। देवंक पाई मोहिनी मूरति ताहार। दानव पाई भीषण रूप भयंकर। छाड़ छाड़ बाबू तोर एहि पाप मती। शरण पशिले आम्भे पाइबा संपत्ति। अगम्य गमन कले पापे जीवु बुड़ी। आपे बुड़िले अधर्म बसिबटी माड़ी। अधर्म माड़ी बसिले धर्म जीव हटी। धर्म तुटी गले देहु सिरि जीव तुटी। सिरि तुटी गले बाबू लक्ष्मी छड़ा हेबू। लक्ष्मी छड़ा हेले काहू संपद पाइबू। संपद गले तोहर हटि जीव बल। बल हटि गले आसी ग्रासी बटी काल। काल ग्रासिले तो कथा न मानिबे केही। कथा न मानिले तोर प्रभुपण काहे। प्रभुपण गले क्रमे तुटिब आयुष। आयु तुटिले जम पति देव पास। पासरे पड़िबा मात्रे दूते नेबे बांधी। नरके पकाई देबे हाथ गोड़ छंदी। करिबु जातना भोग नरकरे पड़ी। एबे मोर बोल कर पाप बुद्धि छाड़ी। से देवी चरण तले
ଶରଣ ତୁ ପଶ। ଶରଣ ପଶିଲେ ହେବୁ ତ୍ରିଭୁବନ ଈଶ। ତ୍ରିଭୁବନ ଈଶ ହୋଇ ଭୁଞ୍ଜି ସୁଖ ସିରି। ବହୁତ କାଳ ବଞ୍ଚିବୁ ପାଇ ଯଶ ସିରି। ଶେଷେ ପୁଣି ସ୍ୱର୍ଗ ସୁଖ ଭୁଞ୍ଜିବୁ ନିଶ୍ଚୟ। ଏମନ୍ତେ ପ୍ରହ୍ଲାଦ ବାଣୀ ଶୁଣି ଦୈତ୍ୟରାୟ। କିଛି ନ କହି ମୌନେ ରହିଲା କତହିଁ। ପ୍ରହ୍ଲାଦ ଗଲା ସେଠାରୁ ଅନ୍ଧକକୁ କହି। ଏଥୁ ଅନ୍ତେ କଥା ଏକ ଶୁଣ ଦେଇ ମନ। ପୂର୍ବ କାଳରେ ଅପୂର୍ବ ରହସ୍ୟ ବଚନ। ସହସ୍ର ସହସ୍ର ଗୃହୀ ମୁନି ଏକ ଦିନେ। ମହାଦେବ ପୂଜା ଅର୍ଥେ ଦେବଦାରୁ ବନେ। ତପ କରୁଥିଲେ ତହିଁ ହେଲା ଅନାବୃଷ୍ଟି। ଜଳ ବିହୁନେ ଆକୁଳ ହେଲା ନବ ସୃଷ୍ଟି। ଫଳ ନ ଫଳିଲା ଫୁଲ ନ ଫୁଟିଲା ଡାଳେ। ମୁନିମାନେ ପଳାଇଲେ ବନରୁ ବ୍ୟାକୁଳେ। କ୍ଷୁଧାରେ କାତର ହୋଇ ସେହି ମୁନି ଜନ। ଯହିଁ ଅଛନ୍ତି ଗୌତମ ମୁନି ତପୋଧନ। ତାହାଙ୍କ ଆଶ୍ରମେ ଯାଇ ହୋଇଲେ ଅତିଥି। ଅନ୍ନ ଦେଇ ମୁନି ତାଙ୍କୁ କଲେ କର୍ତ୍ତୃପତି। 12 ବରଷ ରହିଲେ ସୁଖେ ସେ ଆଶ୍ରମେ। ଉତ୍ତମ ବୃଷ୍ଟି ହେବାରୁ ପୁଣି ଗ୍ରାମେ ଗ୍ରାମେ। ଶସ୍ୟ ଉପୁଜିଲା ଫଳ ଫଳିଲା ପାଚିଲା। ବୃକ୍ଷେ ଫୁଲେ ଫୁଟିଲା ଯେ ପତ୍ର ପଲ୍ଲବିଲା। ସୁସ୍ଥ ହୋଇଲା ଜଗତ ମୁନିଏ ବିଚାରି। ଗୌତମଙ୍କୁ ବୋଇଲେ ଆହେ ତପଚାରି। ଯିବୁ ଆମ୍ଭେ ମାନେ ଏବେ ଦିଅ ଅନୁମତି। ଶୁଣି ତାହାଙ୍କୁ ବୋଇଲେ ଗୌତମ ଯତି। ଆଉ କିଛି ଦିନ ମୋର ଘରେ କର ବାସ। ସୁସ୍ଥ ସମୟ ଦେବଇଁ ମୁଁ ତମ ଗ୍ରାସ। ତଦନ୍ତେ ଠାରୁ ଯିବା ଆପଣା ଇଚ୍ଛାରେ। ଶୁଣି ସେହି ମୁନି ମାନେ ରହି ତାଙ୍କ ଘରେ। ମାୟା କାଳି ଗାଈ ଏକ କଲେ ନିର୍ମାଣ। ଗୌତମ ମୁନି ସେହି ଗାଈକି ଦେଖିଣ। ପାଳିଲେ ଯତନ କରି ଆନନ୍ଦିତ ହୋଇ। ଗୋଗୋଷ୍ଠେ ବାନ୍ଧିବା ପାଇଁ ନିଅନ୍ତେ ଓଡ଼ାଇ। ଛୁଇଁବା ମାତେ ଗାଈର ପ୍ରାଣ ଗଲା ଛାଡ଼ି। ଶୋକେ ସନ୍ତାପିତ ହୋଇ ମୁନି ଗଲେ ପଡ଼ି। ମୁନି ମାନେ ବୋଇଲେ ହୋ ଶୁଣ ଦ୍ୱିଜବର। ଗୋହତ୍ୟା କଲୁ ଛୁଆଁ ହେଲା ତ ଶରୀର। ତୋହର ନବାମ୍ଭେ ଖାଇବୁ କିପରି। ଗୌତମୀଙ୍କୁ ପାପୀ କରି ଗଲେ ତପଚାରି। ଦେବଦାରୁ ବନେ ଯାଇ କଲେ ବସି ତପ। ଗୌତମ ମୁନିବର ଅଟନ୍ତି ନିଷ୍ପାପ। ଯୋଗ ବଳେ ତାହାଙ୍କର ମାୟା ଜାଣି ପାରି। କ୍ରୋଧ ଭରେ ତାଙ୍କୁ ଶାପ ଦେଲେ ତପଚାରି। ଆରେ ଦୁରାଚାରୀ ଶଠ କପଟି ବ୍ରାହ୍ମଣେ। ମହାପାପୀ ହୋଇ ତୁମ୍ଭେ ବୁଲ ବଣେ ବଣେ। ବେଦର ବିଧିମାନ କରୁ
କରୁଥିବ ତୁମ୍ଭେ ମୋର ସାପ ବାର ବାର ଜନମିବ ଭବେ ମୁନି ସାପେ ଅପବିତ୍ର ଦ୍ୱିଜବର ହୋଇ ହରିହର ସ୍ତୋତ୍ର ପାଠ କଲେ ତହୁଁ ଯାଇ ତାହାଙ୍କ ଆରତ ଦେଖି ହରିହର ବେନି ଏକାଠି ବସି ବିଚାର କଲେ ହି ମୁନି ଗୌତମ ସାପେ ହେଲେ ଅପବିତ୍ର ଦେହି କେମନ୍ତେ ଉଦ୍ଧାର ହେବ କହ ଭାବଗ୍ରାହୀ ହରଙ୍କ ମୁଖୁ ଏମନ୍ତ ଶୁଣି ଚକ୍ରଧର ବୋଇଲେ ଯେ ଏହାଙ୍କର ନାହିଁ ପ୍ରତିକାର ବେଦ ହିଁ ସିନା ଧର୍ମର ଅଟଇ ଯେ ମୂଳ ଛିଡ଼ି ଗଲେ କାହୁଁ ରହିବଟି ଡାଳ ଧର୍ମ ଛଡ଼ା ଲୋକେ ଯାଇ ନରକେ ପଡ଼ନ୍ତି ନରକ ଭୋଗ କେବଳ ଏହାଙ୍କର ଗତି କଲା କର୍ମ ଫଳ କୁଏ ଭୁଞ୍ଜିବେ ନା ଶୁଣି ଭକତି କଲେଣି ଯେଣୁ ଆହେ ଶୂଳ ପାଣି ଆମ୍ଭର କର୍ତ୍ତବ୍ୟ କର୍ମ କରିବା ନାମ୍ଭେ ଏହାଙ୍କ ପାଇଁ ଶାସ୍ତ୍ରେ କି ଭିଆଇବା ଦେବେ ଯହିଁରେ ପାପୀ ମାନେ ପାଇବେଟି ରକ୍ଷା ସେ ଶାସ୍ତ୍ରରେ ଥିବ ସିନା ସେହି ସବୁ ଶିକ୍ଷା ମାଧବ ଶିବ ଏମନ୍ତ ମନରେ ବିଚାରି କପାଳ ନକୁଳ ବାମ ଭୈରବ ଚାରି ପଞ୍ଚରାତ୍ର ପାଶୁପତ ପଶ୍ଚିମ ଆବର ଏମନ୍ତ ମୋହନ ଗ୍ରନ୍ଥ କଲେ ବହୁତର ଗ୍ରନ୍ଥ କରି ସାରି ତାଙ୍କୁ ବୋଇଲେ କପୁଣି କଳପେ କଳପେ ତୁମ୍ଭେ ହୋଇ ମହାପ୍ରାଣୀ କେତେ ଥର ନରକରେ ପଡ଼ିଲଣି ଯାଇ ପୁଣି ମାନବ ଜନମ ପାଇଛ ଗୋସାଇଁ ଏ ଜନମେ ଆମ୍ଭ ସେବା କରିବାର ଫଳେ ଏ ଗ୍ରନ୍ଥ ମାନଙ୍କୁ ପଢ଼ି ସାରି ଏହା ବଳେ କ୍ଷୀଣ ପାପ ହୋଇ କାଳେ ଆମ୍ଭକୁ ପାଇବ ଏମନ୍ତ କହିବି ପ୍ରଙ୍କୁ ଆପେ ସଦାଶିବ ଅଙ୍ଗେ ଭସ୍ମ ବୋଳି ହୋଇ କରେ ଧରିଆଳ ଜଟ ଉପରେ ଗଳାରେ ବହି ମୁଣ୍ଡମାଳ ବିପ୍ରଙ୍କ ହିତେ ତାହାଙ୍କ ସଙ୍ଗେ ହେଲେ ଯୋଗୀ ଏହି ରୂପେ ଗାଉଛନ୍ତି ବିପ୍ରେ ମାଗି ମାଗି ବହୁତ ଶିଷ୍ୟ ସାଧକ ହେଲେ ବିପ୍ରଙ୍କର ଏହି ଗ୍ରନ୍ଥ ପଢ଼ି ଗ୍ରନ୍ଥ କଲେ ସେ ଅପାର ଯେତେବେଳେ ସଦାଶିବ ହୋଇଲେ ଭିକାରୀ ଭୈରବକୁ ଆପଣା ପୁରେ କଲେ ଦ୍ୱାରୀ ବୋଇଲେ ଅଇଲେ ଦୁଷ୍ଟ ସଂହାରିବୁ ବାବୁ କଦାପି ପୁରକୁ ମୋର ଛାଡ଼ି ତୁ ନ ଦେବୁ ଶିବ ଯୋଗୀ ହେବା ଦେଖି ଦେବୀ ଯେ ପାର୍ବତୀ ପୁତ୍ରକୁ ରଖାଇଦେଲେ ସେ ବିଷ୍ଣୁର କତି ଇନ୍ଦ୍ର ଆଦି ଦେବତାଙ୍କୁ ରଖାଇଲେ ତହିଁ ପ୍ରମଥ ଗଣଙ୍କୁ ପୁଣି ଦେଲେ କଜଗାଇ ମନ୍ଦର କନ୍ଦରେ ଏକା ରହିବେ ପାର୍ବତୀ ଇନ୍ଦ୍ର ଆଦି ଦେବଙ୍କର ଯେତେକ ଶକ୍ତି ସମସ୍ତେ ଆସି ରହିଲେ ଦେବୀଙ୍କର ପୁରେ
ସେବା କରନ୍ତି ଦେବୀଙ୍କି କୁମାରୀ ରୂପରେ। ପବିତ୍ର ପୂର୍ବ ଗ୍ରନ୍ଥ ଏ କୁର୍ମ ପୁରାଣ। ଯେ ଶୁଣଇ ଯେ ପଢ଼ଇ ତାଙ୍କୁ ଜନ୍ତୁଗଣ। ଦଣ୍ଡି ନ ପାରଇ କେବେ କରଇ ଆଦର। ପୁରାଣ ମଧ୍ୟ ଅଟଇ ଏ ପୁରାଣ ସାର। ଯେଣୁ କୁର୍ମ ରୂପୀ ବିଷ୍ଣୁ କହିଛନ୍ତି ମୁଖେ। ଶ୍ରୋତାବକତା ନ ପଢ଼େ ଭବ ଭୟ ଦୁଃଖେ। ଯେ ଯାହା ବାଞ୍ଛଇ ତାହା ଶୁଣିଲେ ପାଇବ। ପୁରାଣ ଶୁଣି ବିପ୍ରଙ୍କୁ ଦକ୍ଷିଣା ଯେ ଦେବ। ଦକ୍ଷିଣା ନ ଦେଲେ ଫଳ ନ ପାଇ ସେ ଜାଣ। ଶ୍ରୀ ବିଷ୍ଣୁଙ୍କ ମୁଖରୁ ଏ ହୋଇଛି ବଖାଣ। ଅମୃତର ସମୟ ଏ ଅଟେ ହିତକାରୀ। ନିତ୍ୟ ଶୁଣିଣ ଗୁଣିଣ ଭବୁ ପାରି। ହରିହର ବୋଲ ମୁଖେ ଦୁଃଖ ଯାଉ ଦୂର। ଦିନ ଗୋପୀନାଥ ଭଜେ ଅଚ୍ୟୁତ ପୟର। इति श्री कुर्म पुराण प्रथम खंड समाप्त।